ମୁଁ ସବୁ ସିନେମା ଦେଖିଛି। ବମ୍ବେରେ ଥିଲି, ବମ୍ବେରୁ ଆସିଲା ପରେ ମୁଁ ପ୍ରଥମେ ଆଗେ ବାବୁ ଭାଇଙ୍କର ସିନେମା ଗଲି ପାୱାର। ମୋତେ ସବୁଠୁ ଇଣ୍ଟରେଷ୍ଟିଂ ଲାଗିଲା ଗୋଟେ ଅଲଗା ପ୍ରକାର କାହାଣୀ, ଆଉ ସେ ଯେଉଁ ରାଜନେତାକୁ ନେଇକି କରିଛନ୍ତି ଗୋଟେ ମୌଳିକ କଥା, ଗୋଟେ ସୁନ୍ଦର ଛୋଟିଆ କଥାକୁ ନେଇକରି ଗୋଟେ ସୁନ୍ଦର ଭାବରେ ପ୍ରେଜେଣ୍ଟ କରିଛନ୍ତି। ଅଶୋକ ଭାଇନା କରିଛନ୍ତି। ବାବା ହେରିକା ଷ୍ଟୋରିରେ କହୁଥିଲେ, ମୁଁ ଯାହା ଶୁଣିଥିଲି ବାବା କହିଲେ ବହୁତ ଆମେ ଷ୍ଟୋରିରେ ବସିଛୁ, ବହୁତ ମାନେ ଚେଷ୍ଟା କରିଛୁ କେତେ ଭଲ ହେଇପାରିବ। ତ ସେ ଚେଷ୍ଟାଟା ଦେଖା ବି ଯାଉଛି ସିନେମାରେ, ସେ କଷ୍ଟଟା ବି ଦେଖାଯାଉଛି। ତ ଅନୁ ଭାଇଙ୍କର ସିନେମା ସେମିତିଆ କୋଉଡ଼ି ପିକ୍ଚର ମୋର ସାଙ୍ଗ ସେଥିରେ ଦୀପୁ ଚିଫ୍ ଆସିଷ୍ଟାଣ୍ଟ ଥିଲେ ଡିରେକ୍ଟର, ତ ସିଏ ବି କହୁଥିଲେ, ଅଜୟ ଭାଇ ବି ବହୁତ କହୁଥିଲେ ଯେ ସିନେମା ବହୁତ ବଢ଼ିଆ କରିଛନ୍ତି। ତାଙ୍କର ବି ସିନେମା ଗୋଟେ ଅଲଗା ଟାଇପ୍ର ସିନେମା, ସେ ସିନେମା ମୁଁ ନିଜେ ଦେଖିଛି, ସେ ସିନେମା ବି ମୋତେ ବହୁତ ବଢ଼ିଆ ଲାଗିଛି। ଆଉ ଚନ୍ଦ୍ରବଂଶୀ ମୁଁ ନିଜେ ବି ଯାଇଛି, ସେ ସିନେମାରେ ଏତେ କଳାକାରମାନଙ୍କୁ ନେଇକରି ଗୋଟେ ନୂଆ ଡାଇରେକ୍ଟର ସିନେମା କରିବା ଆଉ ସଜାଡ଼ିବା ବହୁତ କଷ୍ଟ। ଫିର୍ ବି ପ୍ରଡ୍ୟୁସର ସାହସ କରି ଗୋଟେ ନୂଆ ଡାଇରେକ୍ଟରକୁ ନେଇଛନ୍ତି। ପ୍ରୀତମ ଭାଇକୁ ମାନିବାକୁ ପଡ଼ିବ ଯେ ଯାହା ହଉ ଆଜିକାଲି ଜାଗାରେ ବ୍ରାଣ୍ଡ ଡାଇରେକ୍ଟର ନେଲା ବେଳକୁ ସେ ନୂଆଙ୍କୁ ନେଇକରି ସିନେମା କରିଛନ୍ତି। ତ ତିନିଟା ସିନେମା, ତିନିଟା ଅଲଗା ଅଲଗା ଫ୍ଲେଭର। ଏଇଟା ଗୋଟେ କମେଡ଼ି, ବାବୁ ଭାଇଙ୍କୁ ପୁଣି ପୁରୁଣା ଲୋକମାନେ ମନେ ପକାଇଲେ, ଯେଉଁ ପୁରୁଣା ଷ୍ଟାଇଲରେ ତାଙ୍କର ଚମକଉଥିଲେ ଏ ସିନେମାରେ ଚମକେଇଛନ୍ତି। ଅନୁ ଭାଇ ଯେମିତିଆ ଗୋଟେ ସିନେମା ସବୁବେଳେ ବାଡ଼ା ପିଟା କରୁଥିଲେ, ଇଏ ଗୋଟେ ସ୍ଲୋ ଭର୍ସନର ଗୋଟେ କୋର୍ଟ ଷ୍ଟୋରି ନେଇକରି ଗୋଟେ ଫ୍ୟାମିଲି ଡ୍ରାମାକୁ ନେଇକି କରିଛନ୍ତି। ଆଉ ଚନ୍ଦ୍ରବଂଶୀ ତ ସେ ଗୋଟେ ଅଲଗା ଟାଇପ୍ର ସିନେମା, ତାକୁ ସିନେମା ଆପଣ ଦେଖିଲେ ଜାଣିପାରିବେ ସେମାନେ ବହୁତ ଚେଷ୍ଟା କରିଛନ୍ତି ସିନେମା ଭଲ କରିବା ପାଇଁ, 100% ଭଲ ବି କରିଛନ୍ତି। ତିନିଟା ଯାକି ସିନେମା କହିବି, ମୋତେ ତିନିଟା ଯାକି ବହୁତ ଭଲ ଲାଗିଲା। ଆଉ ମୁଁ ସବୁ ମିଡ଼ିଆ ଭାଇମାନଙ୍କୁ କହିବି, ଆଉ ଗୋଟେ ରହିଗଲା ଟିକେ ଚିହ୍ନା ଟିକେ ଅଛି ନା, ଟିକେ ଚିହ୍ନା ଅଛି ନା, ସେଇଟା ପ୍ରଥମ ଦିନ ମୁଁ ଦେଖିଥିଲି, ସେଇଟା ଭୂମିକା ସାଙ୍ଗରେ ଦେଖିଥିଲି। ମୋର ଅପରେସନ 12/17 ତା ସାଙ୍ଗରେ ଗୋଟେ ସମ୍ପର୍କ ମୋର ବହୁତ ବଢ଼ିଆ ଭାଇ ଭଉଣୀର ସମ୍ପର୍କ। ସେ ଡାକିଥିଲା ସିନେମା ସ୍ୱରାଜର ଚମତ୍କାର ଅଭିନୟ। ଆମର ଆଉ ଗୋଟେ ମୋ ଭାଇଟିଏ ଥିଲା, ତାର ବହୁତ ବଢ଼ିଆ ଚମତ୍କାର ଅଭିନୟ। ଭୂମିକା ତ ଲଜବାବ ଆର୍ଟିଷ୍ଟ, ତାଙ୍କ ବିଷୟରେ କହିବି କ'ଣ। ତାପସ ଭାଇ ବହୁତ ବଢ଼ିଆ କରିଥିଲେ ସେ ସିନେମାଟିକି। ସିନେମା ଦେଖିଛି, ମୋତେ ରଜ ଗୀତଟି ବହୁତ ପସନ୍ଦ ଲାଗିଲା, ଯେଟା ସୂର୍ଯ୍ୟମୟ କରିଥିଲେ। ସେ ସିନେମା ବି ଗୋଟେ ଅଲଗା, ମାନେ ଏଇ ଯେଉଁ ଚାରୋଟି ସିନେମା ହେଇଛି, ଚାରୋଟି ଯାଇକି ଅଲଗା ଅଲଗା ଟାଇପ୍ର ସିନେମା, ଚାରୋଟି ଯାଇକି ରଜ ବଜାରରେ ଭଲ ବିଜନେସ୍ କରିବେ ବୋଲି ମୁଁ ଆଶା କରୁଛି। କାରଣ ଅଲରେଡ଼ି ବାବୁ ଭାଇଙ୍କର ସିନେମା ଆଜି ଦେଖୁଥିଲି ଫେସବୁକ୍ରେ ପାଖାପାଖି 1 crore ପ୍ଲସ୍ ଗଲାଣି। ଭଗବାନ କରନ୍ତୁ ଏମିତି ଆମର ଜିଅନ୍ତା ଭଗବାନ, ଜିଅନ୍ତା ଦର୍ଶକମାନଙ୍କୁ ମୋର ରିକ୍ୱେଷ୍ଟ, ଆଉ ଆପଣମାନେ ଏମିତି ସିନେମା ଦେଖନ୍ତୁ, ପ୍ରଡ୍ୟୁସର ଡାଇରେକ୍ଟର ମାନେ ଖୁସି ହୁଅନ୍ତୁ। ଆଉ ଗୋଟେ କଥା କହିବି, ଏବେ ନୂଆ ସରକାର ଆସିଛନ୍ତି, ମୋହନ ସାର୍ଙ୍କୁ ମୁଁ ଏତିକି ରିକ୍ୱେଷ୍ଟ କରିବି, ସାର୍ ଆପଣ ନୂଆ ସିଏମ୍ ହେଇଛନ୍ତି, ଆପଣ ତ ଦେଶ ପାଇଁ ଚିନ୍ତା କରିବେ, ରାଜ୍ୟ ପାଇଁ ତ ଚିନ୍ତା କରିବେ। ଭାରତୀୟ ଜନତା ପାର୍ଟି ଭଲ, ମୁଁ କହିବି ଆସିଛନ୍ତି, ବହୁତ ବଢ଼ିଆ ୱେଲକମ୍। ଏତିକି କହିବି ସାର୍ଙ୍କୁ ରିକ୍ୱେଷ୍ଟ, ଆମ ସିନେମା ଜଗତ ପାଇଁ, ଆମ ଫିଲ୍ମ ଜଗତ ପାଇଁକି କିଛି ଚିନ୍ତା କରନ୍ତୁ। ଯେଉଁ କହୁଥିଲେ ସରକାର ବ୍ଲକରେ ହଲ୍ କରିବା ପାଇଁ, ଏତିକି କରେଇ ଦିଅନ୍ତୁ, ଆମର ବ୍ଲକରେ କିଛି ହଲ୍ ତିଆରି କରେଇ ଦିଅନ୍ତୁ। ଦେଖିବେ ଆମ ଫିଲ୍ମ ଜଗତ, ଆମ ସିନେମା ଜଗତ ନିହାତି ଓଡ଼ିଶା ବାହାରେ ଯାଇକି ପହଞ୍ଚିବ। ଏତିକି ସରକାରଙ୍କୁ ରିକ୍ୱେଷ୍ଟ ଯେ ଆମର ଆଉ କିଛି ହଲ୍ କରେଇ ଦିଅନ୍ତୁ, ଆମ ଫିଲ୍ମ ପାଇଁ ଚିନ୍ତା କରନ୍ତୁ। ଭାଇ ଗୋଟେ କଥା ହେଉଛି, ଭଲ ଭଲ ଫିଲ୍ମ ପ୍ରଡ୍ୟୁସର ଆଣିଲା ବେଳେ ସେପଟେ ମନୋଜ ମିଶ୍ର ଗୋଟେ ମନ୍ତବ୍ୟ ଦେଇଛନ୍ତି ଯେ ଫିଲ୍ମ ଭଲ ହେଉନି। ଏଇଟା ଓଡ଼ିଆ ଫିଲ୍ମକୁ ଆଗକୁ ନେବା ପାଇଁ ଚାହୁଁଛନ୍ତି ନା ଓଡ଼ିଆ ଫିଲ୍ମ ତଳକୁ ଉଠିବା ପାଇଁ ଚାହୁଁଛନ୍ତି? ନା ଦେଖନ୍ତୁ, ସେଇଟା ତ ତାଙ୍କର ମତ, ମୁଁ ବି ଦେଖିଥିଲି ସେ ବାଇଟ୍ଟା ଦେଖିଥିଲି ଭାଇଙ୍କର, ତ ସେ ତ ବଡ଼ ଭାଇ ମୋର ହେବେ, ମୁଁ ତାଙ୍କୁ କ'ଣ ସେ କଥା କହିବି। ମୁଁ ଏତିକି କହିବି, ପ୍ରତ୍ୟେକ ସିନେମା ବହୁତ ନା ଡରୁ ନାହାନ୍ତି। କିଏ ସେ ମନୋଜ ଭାଇ? ନାଇଁ ମୁଁ କହିଲି ଭଲ ଲୋକ, ବଡ଼ ଭାଇ କହିଲି, ମୁଁ କହିଲି ବଡ଼ ଭାଇ। ତ ହଁ, ସିଏ ଆକ୍ଚୁଆଲି ମୁଁ ଏତିକି କହିବି, ସିନେମା ଆମେ ଦେଖିବା, ଦେଖିଲା ଲୋକ ସେଇ ଇଣ୍ଡଷ୍ଟ୍ରିରେ ଭଲ ଫିଲ୍ମ ଯେତେବେଳେ ଆଗରୁ ହେଉଥିଲା ସେ ବି ଭଲ କହୁଥିଲେ, କିନ୍ତୁ ଏବେ କାହିଁକି ସେ ବିରୋଧ କରୁଛନ୍ତି? ଦେଖନ୍ତୁ ବର୍ତ୍ତମାନ ପାଇଁ ସିଏ ନାଇଁ, ସିଏ ଯଦି ସେ ଭାବୁଥିବେ ତାହେଲେ ସେ ହେଇଥାଇପାରେ ହେଲା। ସିଏ ଯଦି ଭାବୁଛନ୍ତି ମୁଁ ଏକା ଭଲ ସମସ୍ତେ ଖରାପ, କି ସମସ୍ତେ ଖରାପ ମୁଁ ଭଲ, ତ ସିଏ ତାଙ୍କ ମତରେ, ସେ ତାଙ୍କ ମାଇଣ୍ଡ ଗେମ୍କୁ ନେଇକି ବହୁତ କିଛି ପ୍ରମୋସନ୍ ବି କରୁଛନ୍ତି। ଦେଖନ୍ତୁ ମୁଁ ମାଇଣ୍ଡ ଗେମ୍ ଫିଲ୍ମ ଦେଖିଛି, ମାର୍ଥା ଭାଇଙ୍କ ସିନେମା ମୋର ଭାଇଙ୍କ ସାଙ୍ଗରେ ବହୁତ ଭଲ, ମନୋଜ ଭାଇଙ୍କ ସାଙ୍ଗରେ ଭଲ। ମୁଁ ନିଜେ, ମନୋଜ ଭାଇ ନିଜେ ଥିଲେ, ମାର୍ଥା ଭାଇ ନିଜେ ଥିଲେ, ମୁଁ ସିନେମା ଦେଖିଲି। ସିନେମା ଦେଖିକି ଆସି କହିଲି ଭାଇ ମୋତେ ହିନ୍ଦୀ ଟାଇପ୍ର ଲାଗିଲା ସିନେମା, ମୋତେ ଭଲ ଲାଗିଥିଲା ସିନେମା। କାରଣ ମୁଁ ସିନେମା ଦେଖିଲା ପରେ ରିଭ୍ୟୁ ଦେଲି। ନାଇଁ ମୁଁ ସିନେମା ମାଇଣ୍ଡ ଗେମ୍ ସିନେମା ମୁଁ ନିଜେ ଦେଖିଲି। କାରଣ ପ୍ରଡ୍ୟୁସର ମୋର ଭାଇ ଯିଏ ମାର୍ଥା ଭାଇ, ମୁଁ ତାଙ୍କର ପ୍ରଥମ ଡେ 1ରୁ ତାଙ୍କର ଆରମ୍ଭ ପିକ୍ଚର ଯେବେ କରିଥିଲେ, ମୁଁ ଯୋଗୀ ଫିଲ୍ମ ଠାରୁ ତାଙ୍କ ସାଙ୍ଗରେ ଅଛି। ତ ମୁଁ ଯେତେବେଳେ ସିନେମା ଦେଖିକି ଆସିଲି, ମୁଁ ମନ୍ତବ୍ୟ ଦେଲି ଯେ ଭାଇନା ମୋତେ ସିନେମା ବହୁତ ବଢ଼ିଆ ଲାଗିଲା। ଯେମିତି ମୁଁ କହିଲି
ମୁଁ ଗୋଟେ ସିନେମା ଦେଖିଲା ପରେ ରିଭ୍ୟୁ ଦେବାଟା ଉଚିତ। ତ ଆମେ ସିନେମା ନ ଦେଖିକିରି କାହା ବାବଦ କହିବାନି କେଉଁ ଫିଲ୍ମ ଭଲ କେଉଁ ଫିଲ୍ମ ଖରାପ। ତ ଛୋଟ ଛୁଆ ବି ତିଆରି କରିପାରୁଛନ୍ତି ଆଜିକାଲି ଡେଟ୍ରେ। ହଁ ସେ କ'ଣ ମାଇଣ୍ଡ ଗେମ୍ ଖର୍ଚ୍ଚ କଲେ? ନାଇଁ ମୋତେ ଦେଖନ୍ତୁ ମାଇଣ୍ଡ ଗେମ୍ କାହାକୁ କ'ଣ ଲାଗିଲା କ'ଣ ନାହିଁ ମୁଁ ଜାଣିନାହିଁ। ମୋତେ କିନ୍ତୁ ମାଇଣ୍ଡ ଗେମ୍ ବହୁତ ଭଲ ଲାଗିଲା। ମୁଁ ଆଶା କରିବି ଏବେ ଆପଣ ଓଡ଼ିଆ ପିକ୍ଚର ଦେଖନ୍ତୁ, ଓଡ଼ିଆ ଫିଲ୍ମକୁ ଭଲ ପାଆନ୍ତୁ, ଓଡ଼ିଆ ଦର୍ଶକଙ୍କୁ ଏତିକି ରିକ୍ୱେଷ୍ଟ କରିବି। ଯେତେବେଳେ ବାଇଟ୍ ଦିଅନ୍ତି ଗୋଟେ ପ୍ରଡ୍ୟୁସର ହିସାବରେ ଦିଅନ୍ତି ତିନିଟା ଦଶହରାରେ ବର୍ତ୍ତମାନ ଫିଲ୍ମ ରିଲିଜ୍ ହେଲା ବୋଲି କହିଲେ ରଜ ବଜାରରେ, କିନ୍ତୁ ତିନିଟା ଏକ ଫିଲ୍ମ ବହୁତ ଭଲ ହେଇଛି ବୋଲି କହିଲେ। କିନ୍ତୁ ଆମ ଅଡ଼ିଏନ୍ସ ପାଖରୁ କିଛି ଜାଗାରୁ ନେଇଛୁ, କିଛି ଜଣ କିଛିଟା ଭଲ କହିଛନ୍ତି, କିଛି ଖରାପ କହିଛନ୍ତି। ଦେଖନ୍ତୁ ଅଡ଼ିଏନ୍ସ ହେଇକି କୁହନ୍ତୁ ମୁଁ କ'ଣଟା ନାଇଁ ନାଇଁ ମୁଁ ଯେଉଁ ଏବେ କହିଲି ଯେଉଁ ତିନିଟା ସିନେମା ମୋତେ ଭଲ ଲାଗିଲା, ମୁଁ କଳାକାର ହିସାବରେ କହିନାହିଁ କି ପ୍ରଡ୍ୟୁସର ହିସାବରେ କହିନି କି ଫିଲ୍ମ ଦୁନିଆ ବାବଦ କହିନି। ମୁଁ ଗୋଟେ ପିଓର ଦର୍ଶକ ହିସାବରେ ନିଜେ ପଇସା କାଟିକି ଯାଇକି ବାବୁ ଭାଇଙ୍କ ସିନେମା ଦେଖିଲି, ଅନୁ ଭାଇଙ୍କ ସିନେମା ଦେଖିଲି, ଚନ୍ଦ୍ରବଂଶୀ ଦେଖିଲି, ଟିକେ ଟିକେ ଚିହ୍ନାକୁ ଦେଖିଲି। ତ ଚାରିଟା ସିନେମା ମୁଁ ନିଜେ ପଇସା ଖର୍ଚ୍ଚ କରିକି ଦର୍ଶକ ହିସାବରେ ଦେଖିଛି, ମୋତେ ଭଲ ଲାଗିଛି। ହଁ କେଉଁଠି ଆମେ କହିବାନି ଯେ ସବୁଦିକି ପରଫେକ୍ଟ, କେଉଁଠି କ'ଣ କ'ଣ ତ୍ରୁଟି ଥିବ ସେଇଟା କାହାକୁ କେଉଁଟା ସେଇ ତ୍ରୁଟିଟା ଖରାପ ଲାଗିଥାଇପାରେ ମୁଁ କହିପାରିବିନି, କିନ୍ତୁ ଫିଲ୍ମ ମୋତେ ଭଲ ଲାଗିଲା। କାରଣ ମୋର ନିଜର ପଏଣ୍ଟ ଅଫ୍ ଭ୍ୟୁ କହିବି, ମୋତେ ଚାରିଟା ଯାଇକି ସିନେମା ମୋତେ ଭଲ ଲାଗିଲା। କାରଣ ଅଲଗା ଅଲଗା କାହାଣୀ, କାହାକୁ ଭଲ ଲାଗିଲା କାହାକୁ ଖରାପ ଲାଗିଲା ସେ ତ ମୁଁ କହିପାରିବି ନାହିଁ, ସେଇଟା ତାଙ୍କ ମର୍ଜି ତାଙ୍କ ଚିନ୍ତାଧାରା। କିନ୍ତୁ ମୋ ଚିନ୍ତାଧାରା ମୁଁ ଗୋଟେ ପିଓର ଦର୍ଶକ ହିସାବରେ କହିବି, ମୋର ଯେଉଁ ଚାରୋଟି ସିନେମା ପଡ଼ିଥିଲା ତ ଦର୍ଶକ ହିସାବରେ ମୋ ଫ୍ୟାମିଲିକୁ ନେଇକି ଯାଇଥିଲି ପଇସା କାଟିକି ସିନେମା ଦେଖିବା ପାଇଁ। ଆପଣମାନଙ୍କୁ ରିକ୍ୱେଷ୍ଟ କରିବି ଆପଣମାନେ ନିଜେ ଯାଆନ୍ତୁ ସିନେମା ଦେଖିବା ପାଇଁ। ସିନେମା ଦେଖିଲା ପରେ ନିହାତି କହିବେ ଯେ ମୋ ପଇସା ଲସ୍ ହେବ ନାହିଁ। ଆଗକୁ ଅମର ଭାଇଙ୍କର କ'ଣ ପ୍ରୋଜେକ୍ଟ ଆସିବ?